ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ସିଂହେଶ୍ୱର ପଞ୍ଚାୟତ ପରିସୀମା ଅନ୍ତର୍ଗତ ଐତିହାସିକ ମାମୁ ଭଣଜା ପାହାଡ଼ ପାଦଦେଶରେ ଥିବା ଦୁର୍ଗା କଲ୍ୟାଣ ମଣ୍ଡପ ପରିସରରେ AICCTUର ଚତୁର୍ଥ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। AICCTUର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବରାଳ ଓ ଆଜିର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଅଶୋକ କୁମାର ପାଇକରାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ AICCTUର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ରାଧାକୃଷ୍ଣ ସେଠୀ ମଞ୍ଚ ସଂଯୋଜନା କରିଥିଲେ। ଅତିଥି ଭାବେ ଜାତୀୟ ସାଧାରଣ ସମ୍ପାଦକ ରାଜୀବ ଡିମିରି, ଜାତୀୟ ସଭାପତି ବିଜେନ୍ଦ୍ର ତିୱାରୀ, CITU ବରିଷ୍ଠ କାର୍ଯ୍ୟକର୍ତ୍ତା ଉଲ୍ଲାସ ସ୍ୱାଇଁ, AIUTUC ସାଧାରଣ ସମ୍ପାଦକ ଜୟସେନ ମେହେର, AITUC ସାଧାରଣ ସମ୍ପାଦକ ବିଜୟ ଜେନା, HMS ସତ୍ୟ ତ୍ରିପାଠୀ, TUCC ଜ୍ୟୋତିରଞ୍ଜନ ମହାପାତ୍ର, AIKM ସମ୍ପାଦକ ଅଶୋକ ପ୍ରଧାନ, AIARALA ସଭାପତି ତିରୁପତି ଗମାଙ୍ଗ, HMS ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ନାଗରିକ ନିବାସ ପ୍ରତିଷ୍ଠାତା ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶ୍ରମଜୀବୀ ଜନଗଣଙ୍କ ଅଧିକାର ସାବ୍ୟସ୍ତ ଲାଗି ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନସାଧାରଣ ଯୋଗ ଦେଇଥିଲେ। ଆଜି ଯୋଉ ଅବସ୍ଥା ତିଆରି ହେଇଛି ଦେଶରେ, ବିଶେଷ କରିକି ଶ୍ରମଜୀବୀ ଜନଗଣଙ୍କ ଉପରେ ଯୋଉ ଅତ୍ୟାଚାର ବଢି ବଢି ଚାଲିଛି, ବିଶେଷ କରିକି ଚାରୋଟି ଯୋଉ ଲେବର କୋଡ ଥିଲା, ଆପଣଙ୍କ 44ଟି ଲେବର କୋଡ ଥିଲା, ଯୋଉ ଚାରୋଟି ଲେବର କୋଡ ରେ ତାକୁ ପରିଣତ କରୁଛନ୍ତି ସରକାର କହୁଛନ୍ତି। ମୋର କହିବା କଥା ହଉଛି ସେ ଚାରୋଟି ଲେବର କୋଡ ନୁହଁ, ସେ ହଉଛି କର୍ପୋରେଟ କୋଡ, ଶ୍ରମିକ ମାନଙ୍କ ବିରୁଦ୍ଧରେ ତାକୁ ତିଆରି କରୁଛନ୍ତି। ଏବଂ ବିଶେଷ କରିକି ଏବେ ଯେଭଳି ଭାବରେ ଦରଦାମ ବଢୁଛି, ଆପଣ ଦେଖିବେ ପ୍ରତିଟି ଜିନିଷର ଦରଦାମ ବଢୁଛି। ଏବଂ ଯୋଉ ଆଇନ ଆସୁଛି, ମାନେ ବିଭିନ୍ନ ପ୍ରକାର ଆଇନ, ଗୋଟାଏ ପଟରେ ଗଣତାନ୍ତ୍ରିକ ରୀତିନୀତି ଖତମ କରିଦେବା, ଗୋଟାଏ ପଟରେ ଯୋଉମାନେ ସାଧାରଣ ଶ୍ରମଜୀବୀ ମଣିଷ ସେମାନଙ୍କର ଆତ୍ମମର୍ଯ୍ୟାଦା ସହିତ ବଞ୍ଚିବାର ବ୍ୟବସ୍ଥାକୁ ଖତମ କରିଦେବା। ଆଜି ଆମର AICC ପକ୍ଷରୁ ବାଲୁଗାଁରେ ଚତୁର୍ଥ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଇ ଚାରିଟା ପ୍ରସଙ୍ଗରେ ଆମର ଅନୁଷ୍ଠିତ ହେଇକି ରେଜୁଲେସନ ପାସ୍ ହଉଛି ଯେ 2024ରେ ମୋଦୀ ସରକାରକୁ କିପରି ପରାସ୍ତ କରାଯାଇ ପାରିବ, କର୍ପୋରେଟ ମାନଙ୍କୁ ଯୋଉ ପୁଞ୍ଜି ବ୍ୟବସ୍ଥା ଛାଡ଼ କରାଯାଉଛି ତାକୁ ସରକାର କଣ୍ଟ୍ରୋଲ କରିବା ଦରକାର ଏବଂ ୱେଲ୍ଥ ଟ୍ୟାକ୍ସ ବସାଇବା ଦରକାର ଏବଂ ବେକାରୀ ବେରୋଜଗାର ହରାଇବା ପାଇଁ ରାଜ୍ୟ ସରକାର ଉଭୟ କେନ୍ଦ୍ର ସରକାର ମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ଦରକାର। କାରଣ ବେରୋଜଗାର ଯେଭଳି ଭାବରେ ଭାରତବର୍ଷରେ ବର୍ତ୍ତମାନ ଦେଖାଦେଇଛି, କୌଣସି ସରକାର, ରାଜ୍ୟ ସରକାର ହୁଅନ୍ତୁ କେନ୍ଦ୍ର ସରକାର ହୁଅନ୍ତୁ, ନେଉନାହାନ୍ତି। ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।